ଜୟ ଜଗନ୍ନାଥ। ଆଜି ଭାଗବତ ଗୀତାର ଗୋଟିଏ ପଦ ମନେ ପଡ଼ିଲା, ଯାହାକୁ ବହୁ ସମୟ ଅନୁଧ୍ୟାନ କଲା ପରେ, ବହୁ ସମୟ ଚିନ୍ତା କଲା ପରେ, ବହୁତ ଗବେଷଣା କଲା ପରେ ଯାହା ପାଇଲି, ତ ସେଇଟାକୁ ମୁଁ ଏଇଠି କହୁଛି, ତ ଶୁଣ। ତ ସେଇଟା ନିହାତି ଶୁଣିବା ଦରକାର, ନିହାତି ଜରୁରୀ, ଯେଉଁଟା ତୁମ ଜୀବନର ବହୁତ ଗୁରୁତ୍ୱପୂର୍ଣ୍ଣ। ଭାଗବତ ଗୀତାରେ ଶ୍ରୀକୃଷ୍ଣ ଏହି କଥାଟା କହିଥିଲେ ସେଇଠି, କି ଅନ୍ୟର ଅନିଷ୍ଟ କରିବାକୁ ଯାଇ ନିଜ ପାଇଁ ଅନିଷ୍ଟକୁ କେବେ ବି ଆମନ୍ତ୍ରଣ କର ନାହିଁ। ଅନ୍ୟକୁ ଶାନ୍ତିରେ ରହିବାକୁ ଦିଅ, ଭଗବାନ ବି ତୁମକୁ ଶାନ୍ତିରେ ରହିବାକୁ ଦେବେ। ଏଠି କ'ଣ କହିଲେ ଶ୍ରୀକୃଷ୍ଣ? ନା ଅନ୍ୟର ଅନିଷ୍ଟ କରିବାକୁ ଯାଇ ନିଜ ପାଇଁ ଅନିଷ୍ଟକୁ ଆମନ୍ତ୍ରଣ କର ନାହିଁ। ଯଦି କେବେ ବି ତୁମେ ଅନ୍ୟର ଖରାପ ଚିନ୍ତା କରୁଛ, ଅନ୍ୟର ମନ୍ଦ ଚିନ୍ତା କରୁଛ ନା, ତ ସେ ଚିନ୍ତା କରିବାଟା, ସେ ଭାବନା ଏବେଠୁ ହିଁ ଛାଡ଼ିଦିଅ, ଏବେଠୁ ହିଁ ସଚେତନ ହୋଇଯାଅ। କାହିଁକି ନା ଅନ୍ୟର ଅନିଷ୍ଟ କରିବା ଦ୍ୱାରା ନିଜ ପାଇଁ ଗୋଟେ ବଡ଼ ଅନିଷ୍ଟ ତିଆରି କରୁଛ, ନିଜ ପାଇଁ ଗୋଟେ ବଡ଼ କଷ୍ଟ ତିଆରି କରୁଛ, ନିଜ ପାଇଁ ଗୋଟେ ବହୁତ ବଡ଼ ଅସୁବିଧାକୁ ନିଜେ ହିଁ ତିଆରି କରୁଛ। ଏଇଟା ଜାଣି ରଖିବା ଦରକାର କି ମୁଁ ଯେଉଁଟା କରୁଛି, କି ମୁଁ ଯେଉଁ ଅନ୍ୟର ଖରାପ ଚିନ୍ତାଧାରା, ଅନ୍ୟ ପାଇଁ ଖରାପ ଚିନ୍ତା କରୁଛି, ତ ସେଇ ଚିନ୍ତାଟା ତା ପ୍ରତି ଯେତିକି ପ୍ରଭାବ ପକାଇବ, ତ ସେ ପ୍ରଭାବର ଦୁଇ ଗୁଣା ମୋ ଉପରେ ପଡ଼ିବ। କାହିଁକିନା ସେଇ ଚିନ୍ତାଧାରାଟା ମୁଁ ନିଜେ ତିଆରି କରିଛି, ତ ଅନ୍ୟ ପାଇଁ ତିଆରି କରିଛି, ହେଲେ ନିଜ ପାଇଁ ତିଆରି କରିନି ସତ, କିନ୍ତୁ ନିଜ ଉପରେ ସେଇ ପ୍ରଭାବଟା ବହୁ ମାତ୍ରାରେ ପକାଇବ। କାହିଁକିନା ଏଟା ହେଉଛି ଗୋଟେ ଐଶ୍ୱରିକ ଶକ୍ତିର ପ୍ରଭାବ। କାହିଁକିନା ଆମେ ଯେଉଁଟା ଅନ୍ୟ ପାଇଁ କରୁଛନ୍ତି, ସେଇଟା ନିଜ ଉପରେ ଆଗେ ପ୍ରଭାବ ପକାଏ। କାହିଁକିନା ଅନ୍ୟ ପାଇଁ ଯଦି ଆମେ ଗାତ ଖୋଳୁଛନ୍ତି, ତ ପ୍ରଥମେ ସେଇ ଗାତରେ ଆମେ ନିଜେ ହିଁ ପଡ଼ିବା। ଯେମିତି ସାଇନ୍ସରେ ବି ଗୋଟେ ଲ ଅଛି କି କ'ଣ ନା, ଏଭ୍ରି ଆକ୍ସନ୍ ହାଜ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍, କି ଏଠି ଆକର୍ଷଣର ଗୋଟେ ବିପରୀତ ଆକର୍ଷଣ ମଧ୍ୟ ରହିଛି। ପ୍ରତିଟି ଶକ୍ତିର ଗୋଟେ ବିପରୀତ ଶକ୍ତି ରହିଛି। ଆଜି ଆମେ ଅନ୍ୟ ପାଇଁ ଖରାପ କରୁଛନ୍ତି, ତ ସେଇ ଖରାପଟା ପୁଣି ଫେରିବ ଆମ ପାଖକୁ। ସିଏ ଯେତେବେଳେ ଫେରିବ, ସେଇଟା ପୁରା ଭୟଙ୍କର ଭାବେ ଫେରିବ। ସେଇଥିପାଇଁ କୁହାଯାଇଛି, ପାପ ଅର୍ଜିତ ଧନ ଆସେ ଯେତେବେଳେ ବହୁତ ଆସେ, ଯାଏ ଯେତେବେଳେ ମୂଳ ସହିତ ଯାଏ। ତ ଏଇ କଥାଟା ସବୁବେଳେ ଭାବନ୍ତୁ କି ମୁଁ କ'ଣ କରୁଛି, କି ମୁଁ କାହା ପାଇଁ କେତେ ଭଲ କରୁଛି, ଖରାପ କରୁଛି। ତ ଖରାପ ଚିନ୍ତାଧାରାକୁ ଛାଡ଼ନ୍ତୁ, ଏବେଠୁ ଅନ୍ୟ ପାଇଁ ଭଲ କରନ୍ତୁ। ଆଉ ସେଇ ଭଲ କରିବା ଦ୍ୱାରା ଆପଣଙ୍କ ଉପରେ ବହୁତ ମାତ୍ରାରେ ଭଲ ପ୍ରଭାବ ପଡ଼ିବ, ଲୋକମାନଙ୍କ ଆଶୀର୍ବାଦ ମିଳିବ, ଲୋକମାନଙ୍କ ସ୍ନେହ ଭଲ ପାଇବା ମିଳିବ। ହୁଏତ ସେ ଲୋକମାନେ ଆପଣଙ୍କୁ କିଛି ଦେଇ ନ ପାରନ୍ତୁ, ଏତିକି ତ କହିବେ, ସେ ଲୋକଟା ମୋ ପାଇଁ ଏଇଆ କରିଥିଲା, ସେ ଲୋକ ମୋ ପାଇଁ ଭଲ କରିଥିଲା, ବା ସେ ଲୋକଟି କାହା ପାଇଁ ଭଲ କରିଥିଲା। କି ଏମିତି ଯେମିତି ନ କୁହନ୍ତୁ, ସେ ଲୋକଟା ଖରାପ, ସେ ଲୋକଟା ଏଇଆ କଲା, ସେ ଲୋକଟା ଖାଇଗଲା, ସେ ଲୋକଟା ମାରିଲା, କି ଏମିତି ଯେମିତି ସେ କାହାକୁ ବି ନ କୁହନ୍ତୁ। ବାସ୍ ଏଇଟା ହିଁ ଆଜିର ଗୋଟେ ଛୋଟିଆ କଥା, କି ଦୟାକରି ଏଇ କଥାଟାକୁ ମାନନ୍ତୁ ସମସ୍ତେ। ଦେଖିବେ ଆପଣଙ୍କ ଜୀବନ ବହୁତ ଭଲରେ ଚାଲିବ, ବହୁତ ସୁଖରେ ଚାଲିବ।